ଧ୍ୟାନ ଓ ପ୍ରାର୍ଥନା ଫେବୃଆରୀ 12, 1913। ଗୋଟିଏ ସୃଷ୍ଟି ମଧ୍ୟରେ ଯେତେବେଳେ କୌଣସି ଚେଷ୍ଟା ରହେ ନାହିଁ, ସେତେବେଳେ ତାହା ହୋଇଉଠେ ଅତି ସରଳ। ଫୁଲ ଯେପରି ଫୁଟେ ସେହିପରି ସରଳ। ଯେତେବେଳେ ଫୁଲ ତାହାର ସୌନ୍ଦର୍ଯ୍ୟ ପ୍ରକାଶ କରେ, ତାହାର ସୌରଭ ବିଚ୍ଛୁରିତ କରେ, ବାଗାଡ଼ମ୍ବର ନ କରି ବା ରୂଢ଼ ଅଙ୍ଗଚାଳନା ନ କରି, ଆଉ ଠିକ୍ ଏହି ସରଳତା ମଧ୍ୟରେ ହିଁ ରହିଛି ସବୁଠାରୁ ବଡ଼ ଶକ୍ତି, ଯେଉଁ ଶକ୍ତି ଏକେବାରେ ଅବିମିଶ୍ର ଏବଂ ଯାହାର ପରିଣାମ ଏକେବାରେ କୁପ୍ରତିକ୍ରିୟା ବିହୀନ। ପ୍ରାଣଶକ୍ତି ସମ୍ବନ୍ଧରେ ସତର୍କ ରହିବ। କର୍ମ ସାଧନା ପଥରେ ଏହା ପ୍ରଲୋଭକ। ତାର ଫନ୍ଦିରେ ପଡ଼ିବାର ବିପଦ ସର୍ବଦା ରହିଛି, କାରଣ ସେ ଆଶୁ ଫଳ ଦେଖାଇ ତୁମର ପ୍ରୀତି ସମ୍ପାଦନ କରେ, ଆଉ କାର୍ଯ୍ୟଟିକୁ ଭଲ ଭାବରେ କରିବା ପାଇଁ ଉତ୍ସାହ ସହ ଆମେମାନେ ଏହି ଶକ୍ତିର ସାହାଯ୍ୟ ଗ୍ରହଣ କରୁ। କିନ୍ତୁ ପରେ ଦେଖିପାରୁ ଯେ ତାହା କର୍ମକୁ ବିକର୍ମରେ ନେଇ ଚାଲିଛି ଏବଂ ଯାହା କିଛି କରାହୁଏ ତା ମଧ୍ୟରେ ଆଣିଛି ବିଭ୍ରାନ୍ତି ଓ ମୃତ୍ୟୁର ବୀଜ। ସରଳତା, ସରଳତା, ତୋ ଉପସ୍ଥିତି କେତେ ନିର୍ମଳ ଓ ମଧୁର।